ଏହାର କିଛି ସମୟ ପରେ ଅଶୋକ ଭାଇ ଓ ମନୁଆ ସେହି ନଈ କୂଳରେ ଆସି ପହଞ୍ଚିଲେ। ଆରେ ମନୁଆ, କାଇଁ ତୁ କୋଉଠି କୋଉ ଡାହାଣୀକୁ ଦେଖିଥିଲୁ କିରେ? କାଇଁ ମତେ ତ ଏଠି କେହି ବି ଦେଖା ଯାଉନାହାନ୍ତି। ନାଇଁ ଦାଦା, ମୁଁ ସତ କହୁଛି, ମୁଁ ଏଇଠି ହିଁ ସେ ଡାହାଣୀକୁ ଦେଖିଥିଲି। ହଉ ମନୁଆ, ତୁ ଏବେ ସେ ଡାହାଣୀ କଥା ଛାଡ଼ି ତୁ ମତେ ଆଗ କହିଲୁ, ତୋ ବାପା ନଈର କୋଉଠି ଗାଧଉଥିଲେ କହିଲୁ ମତେ? ଦାଦା, ମୁଁ ଦେଖିଛି ବାପା ସବୁବେଳେ ଏଇଠି ହିଁ ବସି ଗାଧାନ୍ତି, ଆଉ ମୁଁ ଏଇଠିକୁ ହିଁ ବାପାଙ୍କୁ ଡାକିବାକୁ ଆସେ। ଏହାର କିଛି ସମୟ ରାମୁ ଭାଇଙ୍କୁ ଖୋଜାଖୋଜି କରିବା ପରେ ଅଶୋକ ଭାଇ ଗୋଟେ ବାଲ୍ଟି ପଡ଼ିଥିବାର ଦେଖିଲେ। ଆରେ ମନୁଆ, ଦେଖିଲୁ ଦେଖିଲୁ, ଏଇଟା ଆଉ ତୋ ବାପା ଆଣିଥିବା ବାଲ୍ଟି ନୁହେଁ ତ? ହଁ ଦାଦା, ଏଇଟା ମୋ ବାପା ଆଣିଥିବା ବାଲ୍ଟି ପରି ଲାଗୁଛି। ଏପରି ବହୁତ ସମୟ ରାମୁ ଭାଇଙ୍କୁ ଖୋଜି ଖୋଜି ରାତି ହୋଇସାରିଥାଏ, ହେଲେ ରାମୁ ଭାଇଙ୍କୁ ଅଶୋକ ଭାଇ ଓ ମନୁଆ ପାଇଲେ ନାହିଁ। ମନୁଆ, ଚାଲ ଘରକୁ ଯିବା, ରାତି ହେଇ ଆସିଲାଣି। ତୋ ବାପାଙ୍କ କଥାକୁ କାଲି ଗାଁ ମୁଖିଆଙ୍କୁ କହିବା, ସେ ନିଶ୍ଚୟ କିଛି ଗୋଟେ ଆମର ସାହାଯ୍ୟ କରିବେ। ତୁ ଜମା ବ୍ୟସ୍ତ ହ ନାହିଁ ମନୁଆ, ଚାଲ ଯିବା। ହଉ ଦାଦା, ଚାଲ ଯିବା। ଆରେ ମନୁଆ, ସେଇ ବାଲ୍ଟିଟାକୁ ବି ନେଇକି ଚାଲ। ଯଦି ଏଇ ବାଲ୍ଟିଟା ସତରେ ତୋ ବାପା ଆଣିଥିବା ବାଲ୍ଟି ହେଇଥିବ, ତାହେଲେ ତୁ ଡାହାଣୀ ଦେଖିଛୁ ବୋଲି କହିଥିବା ସବୁ କଥା ସତ ହେଇଥାଇପାରେ। ହଉ, ଏବେ ଚାଲ ଯିବା, ଚାଲ। ପରଦିନ ସକାଳୁ ମନୁଆ ଓ ଅଶୋକ ଭାଇ ଆସି ଗାଁ ମୁଖିଆଙ୍କ ଘରେ ପହଞ୍ଚିଲେ। ଘନବାବୁ, ନମସ୍କାର। ଆରେ ଅଶୋକ, କଣ ହେଇଛି କିରେ? ଏତେ ସକାଳୁ ସକାଳୁ ଆସିଛୁ, କଣ କିଛି ଅସୁବିଧା ହେଇଛି ନା କଣ? ଘନବାବୁ, ଜାଣିଛ, ଏଇ ଆମ ପାଖ ପଡ଼ୋଶୀ ରାମୁ ଭାଇ ସବୁଦିନ କାମରୁ ଆସି ନଈକୁ ଗାଧୋଇବାକୁ ଯାଆନ୍ତି। ସବୁଦିନ ଭଳି ସେ କାଲି ବି ନଈକୁ ଗାଧୋଇବାକୁ ଯାଇଥିଲେ, ହେଲେ ରାମୁ ଭାଇ ଆଉ ଘରକୁ ଫେରିଲେନି। ବହୁ ସମୟ ସେ ନ ଆସିବାରୁ ଏଇ ତାଙ୍କ ପୁଅ ମନୁଆ ତାଙ୍କୁ ଡାକିବାକୁ ନଈ କୂଳକୁ ଯାଇଥିଲା, ହେଲେ ମନୁଆ ଦେଖିଲା ନଈ ଭିତରୁ ଗୋଟେ ଭୟଙ୍କର ଡାହାଣୀ ମନୁଆ ଆଡ଼କୁ ମାଡ଼ି ଆସୁଛି। ସେ ଭୟରେ ଘରକୁ ଆସି ତାର ବୋଉକୁ ସବୁ କଥା କହିଲା ଓ ତାର ବୋଉ ମତେ ଆସିକି ସବୁ କଥା କହିଲେ। ତାପରେ ମୁଁ ଓ ମନୁଆ ନଈ କୂଳକୁ ଯାଇ ରାମୁ ଭାଇଙ୍କୁ ବହୁତ ଖୋଜିଲୁ, ହେଲେ ପାଇଲୁନି। ଆମେ ସେଠି ଗୋଟେ ବାଲ୍ଟିଟେ ପାଇଲୁ, ହେଲେ ମନୁଆ କହୁଛି ଏଇଟା ତା ବାପା ଗାଧୋଇବାକୁ ନେଇଥିବା ବାଲ୍ଟି। ଘନବାବୁ, ମତେ ରାମୁ ଭାଇଙ୍କ କଥା ଭାବି ଭାରି ଡର ଲାଗୁଛି। ଘନବାବୁ, ମତେ ମନୁଆ କଥାଟା ସତ ଭଳି ଲାଗିଲାଣି। ସତରେ ସେଠି ଆଉ କୋଉ ଡାହାଣୀ ନାହିଁ ତ? ଆରେ ଅଶୋକ, କାହିଁ ତୁ ଆଡ଼ୁ ସାଡ଼ୁ ଭାବୁଛୁ କିରେ? ମନୁଆଟା ପିଲା ଲୋକଟା, କଣ ଦେଖିକି ଡରି ଯାଇଛି, ଆଉ ଡାହାଣୀ ଦେଖିଛି ବୋଲି କହୁଛି। ଆଉ ତୁ ବି ସେମିତି ଡାହାଣୀ ଡାହାଣୀ ହଉଛୁ ରେ। କାହିଁ ଏତେ ଦିନ ହେଲାଣି ତ ଲୋକେ ସେଇ ନଈରେ ଗାଧଉଛନ୍ତି, ସବୁ ବ୍ୟବହାର କରୁଛନ୍ତି, କାହିଁ କେହି ତ ଡାହାଣୀ କଥା ଆଜି ଯାଏ କହିନାହାନ୍ତି। ଆରେ ଶୁଣ ଅଶୋକ, ମନୁଆ, ତମେମାନେ କାହିଁ ଆଡ଼ୁ ସାଡ଼ୁ ଭାବୁଛ? ତମେ ଯାଇ ଗାଁର ସବୁଆଡ଼େ ରାମୁକୁ ଖୋଜିଛ? ନାଇଁ ଘନବାବୁ, ଆମେ ଗାଁର ସବୁଆଡ଼େ ଖୋଜିନୁ, ଆମେ କେବଳ ନଈ କୂଳରେ ହିଁ ଖୋଜିଛୁ। ଆରେ ଅଶୋକ, ତମେ ଦିହେଁ ଯାଇକି ଥରେ ଗାଁର ସବୁଆଡ଼େ ପଚରା ଉଚରା କରି ଆସ। କାଳେ ଯଦି ରାମୁକୁ କାମ ବ୍ୟସ୍ତରେ ରହି ନଈରୁ ସିଧା ଘରକୁ ନ ଯାଇ କାମକୁ ପଳେଇଥିବ, ଆଉ କାମ କରୁଥିବ, ତାହେଲେ ତମକୁ ମିଳିଯିବ। ହେଲେ ତମେ ଦିହେଁ ଥରେ ଯାଇ ଗାଁର ସବୁଆଡ଼େ ଖୋଜି ଆସ, ଯାଅ। ହଉ ଘନବାବୁ, ମୁଁ ମନୁଆକୁ ନେଇକି ଯାଉଛି, ଗାଁର ସବୁଆଡ଼େ ଥରେ ଖୋଜି ଆସେ। ଏହାପରେ ଅଶୋକ ଭାଇ ଓ ମନୁଆ ରାମୁ ଭାଇଙ୍କୁ ଗାଁର ସବୁଆଡ଼େ ଖୋଜିବାକୁ ଗଲେ। ଆରେ କାଳିଆ ଭାଇ, ତମେ ରାମୁ ଭାଇଙ୍କୁ କାଲି କି ଆଜି ଏଇଠି ଯିବା ଆସିବାର କି ଏଇଠି କୋଉଠି କାମ କରୁଥିବାର ଦେଖିଛ କି? ନାଇଁ ଅଶୋକ ଭାଇ, ମୁଁ ତ ରାମୁ ଭାଇଙ୍କୁ 2 ଦିନ ହେଲାଣି ଜମା ଏଠି କୋଉଠି ଦେଖିନି। କାହିଁ, କଣ କିଛି ଅସୁବିଧା ହେଇଛି କି ଭାଇ? ନାଇଁ ନାଇଁ, ସେମିତି କିଛି ହେଇନି। ହଉ ଅଶୋକ ଭାଇ, ମୁଁ ଯାଉଛି ଏବେ। ଏହାପରେ ମନୁଆ ଯାଇକି ଗୁଡୁ ଓ ସନ୍ତିଆକୁ ପଚାରିଲା, ଆରେ ସନ୍ତିଆ ଭାଇ, ଗୁଡୁ ଭାଇ, ତମେ ମୋ ବାପାଙ୍କୁ କାଲି କି ଆଜି
ଏଇ ଆଖପାଖରେ ଯିବା ଆସିବାର କି କାମ କରୁଥିବାର ଦେଖିଛ କି? କାହିଁ ନାଇଁ ତ, ମୁଁ ତ ରାମୁ ଭାଇଙ୍କୁ କିଛି ଦିନ ହେଲାଣି ଜମା ଦେଖିନି। ଆରେ ସନ୍ତିଆ, ତୁ ଦେଖିଛୁ କି ରାମୁ ଭାଇଙ୍କୁ? ନାଇଁ ରେ କୁଟୁ, ମୁଁ ବି 2-3 ଦିନ ହେଲାଣି ରାମୁ ଭାଇଙ୍କୁ ଜମା ଦେଖିନି। ଆରେ ମନୁଆ, କ'ଣ କିଛି ଅସୁବିଧା ହେଇଛି ନା କ'ଣ? ନାଇଁ ଗୁଡୁ ଭାଇ, ସେମିତି କିଛି ଅସୁବିଧା ହେଇନି। ହେଲେ କାଲିରୁ ବାପା ଆଜି ଯାଏ ଘରକୁ ଆସିନାହାନ୍ତି, ସେଇ ଲାଗି ତାଙ୍କୁ ଖୋଜୁଛି। ହଉ ଗୁଡୁ ଭାଇ, ସନ୍ତିଆ ଭାଇ, ମୁଁ ଯାଉଛି। ଯଦି ତମେ ବାପାଙ୍କୁ କୋଉଠି ଦେଖିବ ତାହେଲେ ମତେ କହିବ ଟିକେ, ମୁଁ ଯାଉଛି। ହଁ, ତୁ ବ୍ୟସ୍ତ ହନି, ଆମେ ଦେଖିଲେ ତତେ କହିବୁ। ଏହାପରେ ମନୁଆ ଓ ଅଶୋକ ଭାଇ ଗାଁର ସବୁଆଡ଼େ ପଚରା ଉଚରା କରିଲା ପରେ ମଧ୍ୟ କେହି ବି ରାମୁ ଭାଇଙ୍କୁ ଦେଖିନଥିବା କଥା କହିଲେ। ଦାଦା, ଏବେ ଆମେ କ'ଣ କରିବା? କେହି ବି ତ ବାପାଙ୍କୁ 2 ଦିନ ହେଲାଣି ଦେଖି ନାହାନ୍ତି। ସେଇ ଡାହାଣୀ ଆଉ ମୋ ବାପାଙ୍କର କିଛି କରିନି ତ? ଆରେ ମନୁଆ, ପୁଣି କାହିଁ ସେ ଡାହାଣୀ କଥା କହୁଛୁ କହିଲୁ? ମୁଁ କହୁଛି ରାମୁ ଭାଇଙ୍କର କିଛି ହେଇନି, ତୁ ଜମା ବ୍ୟସ୍ତ ହନି। ଚାଲ, ଆମେ ଏବେ ପୁଣି ମୁଖିଆଙ୍କ ପାଖକୁ ଯିବା, ସବୁ କଥା କହିବା। ଚାଲ ଯିବା, ଚାଲ। ଏହାପରେ ମନୁଆ ଓ ଅଶୋକ ଭାଇ ପୁଣି ଗାଁ ମୁଖିଆଙ୍କ ଘରକୁ ଗଲେ। ଘନବାବୁ, ଆମେ ପୁରା ଗାଁ ସାରା ସବୁ ଲୋକଙ୍କୁ ପଚାରି ବୁଝି ଆସିଲୁ, ହେଲେ କେହି ବି ରାମୁ ଭାଇଙ୍କୁ ଦେଖିନଥିବା କଥା କହିଲେ। ଆରେ ଏ ତ ବଡ଼ ଅଡୁଆ ହେଲା। ତାହେଲେ 2 ଦିନ ହେଲାଣି ରାମୁ ଗଲା କୁଆଡ଼େ? ଘନ ମଉସା, ମତେ ଏବେ ପୁରା ଲାଗୁଛି ମୋ ବାପାଙ୍କର ନିଖୋଜ ହେବା ପଛରେ ସେଇ ଡାହାଣୀର ହାତ ଅଛି। ଘନବାବୁ, ମୁଁ ଜାଣିନି ମନୁଆ ସତ କହୁଛି କି ମିଛ କହୁଛି, ହେଲେ ମତେ ଲାଗୁଛି ଏବେ ଆମେ ଗାଁ ତାନ୍ତ୍ରିକଙ୍କୁ ଏଇ ସବୁ କଥା କହିଲେ ସେ ନିଶ୍ଚୟ ଆମର କିଛି ଗୋଟେ ସାହାଯ୍ୟ କରିବେ। ହଉ ଚାଲ, ଯଦି ଲାଗୁଛି ଏହି ବିଷୟରେ ତାନ୍ତ୍ରିକଙ୍କୁ କହିଲେ ସେ କିଛି ଗୋଟେ ସାହାଯ୍ୟ କରିବେ, ତାହେଲେ ଚାଲ ଯିବା, ଚାଲ। ଏହାପରେ ଘନ ବାବୁ, ଅଶୋକ ଭାଇ ଓ ମନୁଆ ସାହାଯ୍ୟ ମାଗିବା ପାଇଁ ଗାଁ ତାନ୍ତ୍ରିକଙ୍କ ପାଖକୁ ଗଲେ।